ସାଙ୍ଗମାନେ ଏକ ଛୋଟ ଗାଁରେ ରହୁଥିଲା ଏକ ମଣିଷ ଛୁଆ। ତାର ନାମ ଥିଲା ବିକାଶ। ସେ ଅତ୍ୟନ୍ତ ଦୟାଳୁ ଏବଂ ପକ୍ଷୀମାନଙ୍କୁ ଭଲ ପାଉଥିଲା। ଗୋଟେ ଦିନ ସେ ଦେଖିଲା ଯେ ଗୋଟେ ଛୋଟ ଚଢ଼େଇ ଗଛ ତଳେ ଆହତ ହୋଇ ପଡ଼ିଛି। ବିକାଶ ତାକୁ ଉଠାଇ ଘରକୁ ନେଇଗଲା ଏବଂ ଦେଖା ଭଲା କଲା। କିଛି ଦିନ ଭିତରେ ଚଢ଼େଇଟି ସୁସ୍ଥ ହୋଇଗଲା। ଚଢ଼େଇଟି ବିକାଶକୁ ଭୁଲିଲା ନାହିଁ। ସେ ପ୍ରତିଦିନ ସକାଳେ ବିକାଶଙ୍କ ଘର ଛାତ ଉପରେ ଆସି ଚିଁ ଚିଁ କରି ରାବୁଥିଲା ଏବଂ ବିକାଶ ତାକୁ ଧାନ ଖୁଆଉଥିଲା। ଦୁହେଁ ଏକାସାଥୀ ଖେଳୁଥିଲେ। ବିକାଶ ହାତରେ ଧାନ ଧରୁଥିଲେ ଆଉ ଚଢ଼େଇ ତାହା ଖାଇଯାଉଥିଲା। ଗାଁ ଲୋକ ଏହି ମିତ୍ରତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଗୋଟେ ଦିନ ଆକସ୍ମିକ ବର୍ଷା ଆରମ୍ଭ ହେଲା। ବିକାଶ ଜମିରେ ଖେଳୁଥିବା ବେଳେ ଗୋଟେ ଗଭୀର ଗଡ଼ିଆରେ ପଡ଼ିଗଲା। ସେ ବାହାରି ପାରୁନଥିଲା। ଚଢ଼େଇ ଏହା ଦେଖି ତୁରନ୍ତ ଗାଁକୁ ଉଡ଼ିଗଲା ଏବଂ ଦେଖିଲା କିଛି ଲୋକମାନେ ସେଠାରେ ଏକତ୍ରିତ ହୋଇ ରହୁଛନ୍ତି, ଛିଡ଼ା ହୋଇଛନ୍ତି। ଚଢ଼େଇଟି ଯାଇ ଗାଁ ଲୋକଙ୍କୁ ଚିଁ ଚିଁ କରି କିଛି ଡାକିବାକୁ ଚେଷ୍ଟା କଲା। ଲୋକମାନେ ଭାବିଲେ ଏ ଚଢ଼େଇଟି ଏମିତି କାହିଁ ହେଉଛି। ଲୋକମାନେ ସେଉଠୁ ପରେ ଆଲୋଚନା କଲେ କି ଚଢ଼େଇ ଆମକୁ କିଛି କହିବାକୁ ଚାହୁଁଛି, ସେ ବୋଧେ କିଛି ଅସୁବିଧାରେ ପଡ଼ିଛି। ଚଢ଼େଇ କଥା ମାନି ଗାଁ ଲୋକମାନେ ତା ପଛେ ପଛେ ସବୁ ଦୌଡ଼ିବାରେ ଲାଗିଲେ ଏବଂ ଆସି ଦେଖିଲେ ତ ଗଡ଼ିଆ ପାଖରେ ଏକ ପିଲାଟି ବିକାଶ ପଡ଼ିକି ବୁଡ଼ିଯାଇଛି। ସେମାନେ ତୁରନ୍ତ କ'ଣ କଲେ ନା ବିକାଶକୁ ଗଡ଼ିଆରୁ ବା ସେ ଗଭୀର ଗାତରୁ ବାହାର କଲେ ଏବଂ ସେହିଦିନ ଠାରୁ ଗାଁ ଲୋକେ ଚଢ଼େଇଟିକୁ ଶୁଭ ଚଢ଼େଇ ବୋଲି ଡାକିଲେ। ବିକାଶ ପ୍ରତିଦିନ ତାକୁ ଧାନ ଦେଇ ଭୋଜନ କରାଉଥିଲା। ଦୁହେଁ ଆଜୀବନ ଭଲ ସାଙ୍ଗ ହୋଇ ରହିଲେ। ମଣିଷ ଓ ପକ୍ଷୀ ମଧ୍ୟରେ ମିତ୍ରତାର ସର୍ବଶ୍ରେଷ୍ଠ ଉଦାହରଣ ହେଲା। ଆଶା କରୁଛି ମୋର ଭିଡ଼ିଓଟି ଏହି ଷ୍ଟୋରିଟି ଭଲ ଲାଗୁଥିଲେ ନିହାତି ଭାବରେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।